କାଲି ହଠାତ୍ ସନ୍ଧ୍ୟାବେଳେ ଚୁଚୁକୁ ମୋତେ ଦେଖି ବୋଉ ପୁରା ଆଶ୍ଚର୍ଯ୍ୟ ହେଇଗଲା। ପୁରା କଥାଟି କ'ଣ କହୁଛି ଚାଲନ୍ତୁ। କାଲି ହଠାତ୍ ସନ୍ଧ୍ୟାବେଳେ ମୋର ମନେ ପଡ଼ିଲା କି ଚୁଚୁର ଡାଇପର ସରିଯାଇଛି ଆଉ ମୋତେ ତ ଡାଇପର ନିହାତି ଦରକାର। ବର୍ତ୍ତମାନ ବାଜିଛି ସନ୍ଧ୍ୟା 7ଟା ଆଉ 7ଟା ବେଳେ ମୁଁ ମାର୍କେଟ ଯିବି, ସେଇଥିପାଇଁ ମୋତେ ବହୁତ ଟେନସନ୍ ଲାଗୁଥିଲା। ଯେହେତୁ ଇଏ ଅଫିସ୍ କାମରେ ବାହାରକୁ ଯାଇଛନ୍ତି ତ ସେ କାମ ବି ମୋତେ ହିଁ କରିବା ପାଇଁ ପଡ଼ିବ। ବବ ସେପଟେ ଟ୍ୟୁସନ୍ ହେଉଛି ତ ମୁଁ ଭାବିଲି ଏଇ ଟାଇମ୍ରେ ଚୁଚୁକୁ ନେଇକି ଯାଇକି ମାର୍କେଟରେ ଜିନିଷ ସବୁ କିଣି ଆଣିବି। ଆଉ ଖାଲି ଡାଇପର ପାଇଁ ମାର୍କେଟ ଯିବି ନା, ଆଉ କ'ଣ କ'ଣ ଦରକାର ସବୁ ଦେଖିଦେଲି। ତାପରେ ଆମେ ଚୁଚୁର ମୋର ରେଡ଼ି ହେଇକି ବାହାରିଲୁ ମାର୍କେଟ। ଫାଷ୍ଟ ଆମେ ଆସିକି ପହଞ୍ଚି ଯାଇଥିଲୁ ମେଡ଼ିସିନ ଦୋକାନ, ଯେଉଁଠିକି ଆମେ ଡାଇପର କିଣିବୁ। ତ ଆମେ ଏଠି ମେଡ଼ିପ୍ଲସରେ ଆସିକି ପହଞ୍ଚି ଯାଇଥିଲୁ ଆଉ ମୁଁ ତା ସାଇଜ୍ରେ ଡାଇପର କହିଦେଇଥିଲି। ଆମେ ଏପଟୁ ଡାଇପର ନେଇକି ଚାଲି ଆସିଲା ପରେ ମୁଁ ସବୁଦିନେ କୁହେ କି ମାର୍କେଟ ଆସିଲା ମାନେ ମୁଁ ଆମ ଘରକୁ ନିହାତି ଯିବି, ତ ମୋ ମନ ମାନେନି ଜମା ଏଇଠୁ ଘୁରି ଯିବା ପାଇଁ। ତ ମୁଁ ଚାଲି ଆସିଲି ପୁଣି ଆମ ଘରକୁ। ଆଉ ମୋ ବୋଉ ତ ଦେଖି ଆଶ୍ଚର୍ଯ୍ୟ ହେଇଗଲା କି ସନ୍ଧ୍ୟାବେଳଟାରେ ଚୁଚୁକୁ ଗାର୍ଡ଼େନ୍ ନେଇ କେମିତି ତୁ ଆଇଲୁ। ଯାହା ବି ହଉ ମୁଁ ଆସିଯାଇଥିଲି ଆଉ ହଠାତ୍ ମୋତେ ଗେଲିମା ଦେଖି କେମିତି ଖୁସିରେ ଦେଖନ୍ତୁ ମୋ ଗାଲ ମାଲକୁ କେମିତି ଚିପି ପକାଉଛି। ତାପରେ ଘରୁ ଦେଖା କରିକି ମୁଁ ପଳେଇ ଆସିଥିଲି ଫାଷ୍ଟଫୁଡ଼ ଦୋକାନକୁ। ଯେହେତୁ ମୁଁ ଭାବିଥିଲି ଆଜି ବୁଧବାର ଅଛି ତ ଆମେ ଚାଉମିନ କିଣି ନେବା, ବବର ମୋର ରୋଷେଇ କରିବାନି ଚାଉମିନ ଖାଇଦେବା। ତ ସେଠୁ ଫାଷ୍ଟଫୁଡ଼ ନେଇକି ଚାଲି ଆସିଥିଲୁ ଆମେ ଏଠି ଗ୍ରୋସରୀ ଦୋକାନକୁ। କିଛି ଗ୍ରୋସରୀ ଜିନିଷ ମୋତେ କିଣିବାର ଥିଲା ତ ସେଠୁ ମୁଁ କିଣିକୁଣାକି ଚାଲି ଆସିଲି। ଆଉ ସତ କହୁଛି ସ୍କୁଟିରେ ଚୁଚୁକୁ ଆଗରେ ବସେଇକି ସବୁ କାମ କରିବା ବହୁତ କଷ୍ଟ। ଯାହା ବି ହଉ କଷ୍ଟମଷ୍ଟ କରିକି ମୁଁ ସବୁ ମାର୍କେଟିଂ କରିକି ଘର ପାଇଁ ଚାଲି ଆସିଥିଲି। ଆଉ ବବର ବି ସେତେବେଳେ ଟ୍ୟୁସନ୍ ସରିଯାଇଥିଲା। ତାପରେ ଦେଖନ୍ତୁ ଦି ଭାଇ କେମିତି ପଛପଟେ ଉତ୍ପାତ ହେଉଛନ୍ତି। ତ ଆପଣମାନେ ମୋତେ କହିବେ ତ ଯେଉଁମାନଙ୍କ ଘରେ ଏଇମାନଙ୍କ ଭଳି ଚେଡ଼ି ଚାମଡ଼ି ଥାଆନ୍ତି ମାନେ ଆପଣମାନଙ୍କୁ କେତେ ଟେନସନ୍ କରନ୍ତି ଆଉ ଆପଣଙ୍କୁ ତାଙ୍କ ଟେନସନ୍ରେ ପାଗଳ ହୁଅନ୍ତି କି ନାହିଁ। ମୁଁ ତ ପୁରା ପାଗଳ ହେଇଯାଉଛି ଏକଲା ଏମାନଙ୍କୁ ସମ୍ଭାଳି ସମ୍ଭାଳି। ତ ଆଜିକା ଭିଡ଼ିଓ ମୁଁ ଏଇଠି ଏଣ୍ଡ କରୁଛି। ଆଶା କରୁଛି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଯିବା ପୂର୍ବରୁ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ।